ପିଲାମାନେ ପୁଣି ଏକ ସୁନ୍ଦର ଭିଡ଼ିଓ ନେଇ ମୁଁ ତୁମମାନଙ୍କ ସମ୍ମୁଖରେ ଉପସ୍ଥିତ ହେଉଅଛି। ଆଜିର ବିଷୟବସ୍ତୁଟି ହେଉଛି ପିଲାମାନେ ଗୁପ୍ତ ଯୁଗର ଶିକ୍ଷା। ଏହି ଗୁପ୍ତ ଯୁଗର ଶିକ୍ଷା ବିଷୟବସ୍ତୁଟି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। କାହିଁକି ନା ଏହି ଗୁପ୍ତ ଯୁଗର ଶିକ୍ଷା ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ତ ଚାଲ ପିଲାମାନେ ଆଜି ଆମେ ଜାଣିବା ଗୁପ୍ତ ଯୁଗର ଶିକ୍ଷା ବିଷୟରେ ବହୁତ ସହଜ ଏବଂ ସରଳ ଉପାୟରେ। ପିଲାମାନେ ତୁମର ଯେଉଁ ବାର୍ଷିକ ପରୀକ୍ଷାରେ ଇତିହାସ ବିଷୟରୁ ଯେଉଁ 3 ମାର୍କର ପ୍ରଶ୍ନ ଗୁଡ଼ିକ ପଡ଼ିଥାଏ, ସେ 3 ମାର୍କର ପ୍ରଶ୍ନ ଗୁଡ଼ିକର ଉତ୍ତର ତୁମମାନଙ୍କୁ 30ରୁ 40ଟି ଶବ୍ଦ ମଧ୍ୟରେ ଉତ୍ତର ଦେବାକୁ ପଡ଼ିଥାଏ। ଗୁପ୍ତ ଯୁଗର ଶିକ୍ଷା। ଗୁପ୍ତ ଯୁଗରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇଥିଲା। ଗୁପ୍ତ ଯୁଗରେ ଶିକ୍ଷାର ପ୍ରମୁଖ କେନ୍ଦ୍ରସ୍ଥଳ ଗୁଡ଼ିକ ଥିଲା ନାଳନ୍ଦା, ମଥୁରା, ଅଯୋଧ୍ୟା, ବାରାଣାସୀ ଇତ୍ୟାଦି। ବର୍ତ୍ତମାନ ଯୁଗରେ ଯେମିତି ଛାତ୍ରମାନେ ବିଦ୍ୟାଳୟରେ ରହିକି ପାଠ ପଢ଼ନ୍ତି, ସେମିତି ଗୁପ୍ତ ଯୁଗରେ ଛାତ୍ରମାନେ ବିଦ୍ୟାଳୟରେ ପାଠ ପଢ଼ୁନଥିଲେ। ଗୁପ୍ତ ଯୁଗରେ ଛାତ୍ରମାନେ ଗୁରୁକୁଳରେ ରହି ଶିକ୍ଷା ଲାଭ କରୁଥିଲେ। ପିଲାମାନେ ଗୁପ୍ତ ଯୁଗରେ ଛାତ୍ରମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ହୋଇଥିଲା। ପିଲାମାନେ ତମେମାନେ ଯେମିତି ତୁମର ବିଦ୍ୟାଳୟରେ ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ ଇତ୍ୟାଦି ବିଷୟବସ୍ତୁ ପଢ଼ୁଅଛ, ସେମିତି ଗୁପ୍ତ ଯୁଗର ଛାତ୍ରମାନେ ତାଙ୍କର ଗୁରୁକୁଳରେ ରହି ପୁରାଣ, ଦର୍ଶନ, ବ୍ୟାକରଣ, ମୀମାଂସା ଇତ୍ୟାଦି ବିଷୟବସ୍ତୁର ଶିକ୍ଷା ଗ୍ରହଣ କରୁଥିଲେ। ଗୁପ୍ତ ଯୁଗରେ ବିଶ୍ୱବିଦ୍ୟାଳୟର ପ୍ରମୁଖ କେନ୍ଦ୍ର ଥିଲା ନାଳନ୍ଦା। ଗୁପ୍ତ ଯୁଗରେ କେବଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉନଥିଲା, ଶିକ୍ଷା ମାଧ୍ୟମରେ ଚରିତ୍ର ଗଠନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା। ଗୁପ୍ତ ଯୁଗରେ ଶିକ୍ଷାର ଅନ୍ୟତମ ପୀଠ ଥିଲା ବୌଦ୍ଧ ବିହାର। ବୌଦ୍ଧ ବିହାର କହିଲେ ପିଲାମାନେ ଯେଉଁ ସ୍ଥାନରେ ବୌଦ୍ଧ ସନ୍ନ୍ୟାସୀମାନେ ରହିଥାନ୍ତି, ସେହି ଜାଗାକୁ ବୌଦ୍ଧ ବିହାର ବୋଲିକି କୁହାଯାଏ। ଏବଂ ଏହି ବୌଦ୍ଧ ବିହାର ଗୁଡ଼ିକ ଗୁପ୍ତ ଯୁଗରେ ଶିକ୍ଷାର ଅନ୍ୟତମ ପୀଠ ଥିଲା। ପିଲାମାନେ ଗୁପ୍ତ ଯୁଗର ଶିକ୍ଷା ଯଦି ତୁମର ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସେ, ଏଠି ଯେଉଁ 60ଟି ପଏଣ୍ଟ ଲେଖାଯାଇଛି, ଏ 60ଟି ପଏଣ୍ଟକୁ ତୁମେମାନେ ବର୍ଣ୍ଣନା କରିଦେଲେ ପିଲାମାନେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆଉ ଆହୁରି ପିଲାମାନେ ଏମିତିକା ଭିଡ଼ିଓ ଯଦି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରିର ଜାଣିବା ପାଇଁ ଚାହୁଁଛ, ତାହେଲେ ଏହି ଚ୍ୟାନେଲଟି ସବସ୍କ୍ରାଇବ୍ କରିଦେବ। ତା ସହିତ ତୁମ ସାଙ୍ଗମାନଙ୍କୁ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ, ଯଦ୍ୱାରା ତୁମର ସାଙ୍ଗମାନେ ବି ମଧ୍ୟ ଏହି ସୁନ୍ଦର ନୋଟଟିକୁ ପାଇପାରିବେ।